ଆଜିର ସୁବିଚାର ପ୍ରକୃତରେ ଆମ ଜୀବନ ବି ଶୀତ ଦିନର ସେହି କୁହୁଡ଼ି ପରି ହେଇଥାଏ। ଯେତିକି ଚାଲିବା ରାସ୍ତା ସେତିକି ଦିଶିବାକୁ ଲାଗିବ। ମନେ ରଖନ୍ତୁ, ଦୁନିଆରେ ସବୁଠାରୁ କଠିନ କାମ ହେଲା ନିଜେ ନିଜକୁ ଖୁସି ରଖିବା। ସେଥିପାଇଁ ଖୁସିର ମୌକା ମିଳିଲେ ତାକୁ ଅଣଦେଖା କରନ୍ତୁ ନାହିଁ। କଲମ ଯେତେ ଦାମୀ ହେଇଥାଉ ନା କାହିଁକି, କାଳି ନଥିଲେ ସେ ମୂଲ୍ୟହୀନ। ଠିକ୍ ସେହିପରି ମଣିଷ ଯେତେ ଶିକ୍ଷିତ ହେଇଥାଉ ନା କାହିଁକି, ଯଦି ସଂସ୍କାର ଆଉ ବ୍ୟବହାର ନଥିବ ସେ ଶିକ୍ଷା ବି ମୂଲ୍ୟହୀନ। ମନେ ରଖନ୍ତୁ, ଯାହା ଆମର ନୁହେଁ ତାହା କଦାପି ଆମକୁ ମିଳିବ ନାହିଁ, ଆଉ ଯାହା ଆମକୁ ପାଇବାର ଅଛି କେହି ଆମଠୁ ଦୂରେଇ ପାରିବେ ନାହିଁ। ଯାହା ଘଟି ଯାଇଛି ତାକୁ ଭୁଲି ଯାଆନ୍ତୁ, ଯାହା ଘଟୁଛି ତାକୁ ଗ୍ରହଣ କରନ୍ତୁ, ଯାହା ଘଟିବାର ଅଛି ତା ଉପରେ ଭରସା କରନ୍ତୁ, କାରଣ ଈଶ୍ୱର ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ। ମନେ ରଖନ୍ତୁ, ଯଦି ଗୋଟେ ମିଛରେ କାହା ଉପରୁ ବିପଦ ଟଳିଯାଏ ତେବେ ସେପରି ମିଛ କହିଲେ ପାପ ନୁହେଁ ବରଂ ପୁଣ୍ୟ ମିଳିଥାଏ। ଏ ଧରା ପୃଷ୍ଠରେ ଜ୍ଞାନ ଧନ ଠାରୁ ସର୍ବୋତ୍ତମ ହୋଇଥାଏ, କାହିଁକି ନା ଆମକୁ ଧନ ଟଙ୍କାକୁ ଜଗିବାକୁ ପଡ଼ିଥାଏ, ଆଉ ଯେଉଁଠି ଥିଲେ ବି ଜ୍ଞାନ ଆମର ରକ୍ଷା କରିଥାଏ। ପ୍ରଦର୍ଶନ କରିବାର ଯଦି ଅଛି ତେବେ ଦୟା ଠାରୁ ଭଲ କିଛି ନାହିଁ। କାହା ପ୍ରତି ଦୟା ମନୋଭାବ ରଖିବା ଏକ ମହାନ ଗୁଣ। ଜୀବନରେ ଆମେ କାହାକୁ ଧନରତ୍ନ ସିନା ଦେଇପାରିବା ନାହିଁ, ହେଲେ ମିଠା କଥା ପଦେ ଦେଇପାରିବ ଏବଂ ନିଜ ଭିତରେ ଥିବା ଅହଂଭାବ ଛାଡ଼ି ବିଶ୍ୱାସରେ ସମସ୍ତଙ୍କୁ ଆପଣାର କରିନେବା। ଦୁନିଆରେ ସବୁବେଳେ ସେହି ମଣିଷ ଉଦାସ ରହିଥାଏ ଓ ଦୁଃଖ କଷ୍ଟ ସହିଥାଏ ଯିଏ ନିଜଠାରୁ ଅଧିକ ଅନ୍ୟକୁ ଗୁରୁତ୍ୱ ଓ ଭଲ ପାଇବା ଦେଇଥାଏ। ଯେଉଁ ମଣିଷର ଭାବନା ଓ ଉଦ୍ଦେଶ୍ୟ ଭଲ ହୋଇଥାଏ ତାକୁ ସାହାଯ୍ୟ କରିବା ପାଇଁ ଭଗବାନ କୌଣସି ନା କୌଣସି ରୂପରେ ନିଶ୍ଚିତ ଆସିଥାନ୍ତି। ଯେଉଁଠି ନିଜର ଜାଗା ନାହିଁ ସେଠି ଅଭିଯୋଗ କାହିଁକି? ଯେଉଁଠି ବିଶ୍ୱାସ ନାହିଁ ସେଠି ପ୍ରମାଣ କାହିଁକି? ଯେଉଁଠି ଭରସା ନାହିଁ ସେଠି ସମ୍ପର୍କ କାହିଁକି? ଯେତେବେଳେ ମଣିଷର ଭାଗ୍ୟ ପରିବର୍ତ୍ତନ ହୁଏ ସେତେବେଳେ ପରଠୁ ବି ଅଧିକ ନିଜର ଲୋକମାନେ ଈର୍ଷା କରନ୍ତି। କେବଳ ଯାହା ସତ୍ୟ ତାହା ତିଷ୍ଠି ରହିବ, ଆଉ ଯାହା ମିଥ୍ୟା ତାହା ଦୂର ହୋଇଯିବ। ତୁମେ ଜୀବନରେ କେତେ ସୁଖୀ ତାହା ବଡ଼ କଥା ନୁହେଁ, ତୁମ ଦ୍ୱାରା କେତେ ଜଣ ସୁଖୀ ତାହା ହିଁ ସବୁଠାରୁ ବଡ଼ କଥା। ଭୁଲ ଜୀବନରେ ଗୋଟିଏ ପୃଷ୍ଠା ଅଟେ, କିନ୍ତୁ ସମ୍ପର୍କ ଗୋଟିଏ ବହି। ଯଦି ଦରକାର ପଡ଼େ ତାହା ହେଲେ ଭୁଲ ପୃଷ୍ଠାଟିକୁ ଚିରି ଦିଅନ୍ତୁ, କିନ୍ତୁ ଗୋଟିଏ ପୃଷ୍ଠା ପାଇଁ ପୁରା ବହିଟିକୁ ନିଜ ଜୀବନରୁ ହରାନ୍ତୁ ନାହିଁ। ଡିଗ୍ରୀ କେବଳ କାଗଜର ଏକ ଖଣ୍ଡ, ପ୍ରକୃତ ଶିକ୍ଷା ଆଚରଣରେ ଦେଖାଯାଏ। ଦୁଇଟି ଜିନିଷ ଜୀବନରେ କେବେ ବି ଶେଷ ହୁଏ ନାହିଁ, ଭଗବାନଙ୍କ କାହାଣୀ ଏବଂ ମନୁଷ୍ୟର ଦୁଃଖ। ଲକ୍ଷ୍ୟ ସ୍ଥଳର ପଥ ଯେତେ ବି କଠିନ ହେଇଥାଉ ନା କାହିଁକି, ନିଜର ଇଚ୍ଛା ଶକ୍ତି ଆଉ ଆତ୍ମବିଶ୍ୱାସ ଯଦି ଥିବ ସେ ଲକ୍ଷ୍ୟ ସ୍ଥଳରେ ନିଶ୍ଚିତ ପହଞ୍ଚି ପାରିବ। ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ। ନିଜକୁ ଭଗବାନଙ୍କ ଅଂଶ ମାନିଲେ ଆଉ ତାଙ୍କୁ ସମର୍ପଣ କରି ସବୁ କର୍ମ କଲେ ଯାଇ ସବୁ ଦୁଃଖ ଭୟ ଚିନ୍ତା ଦୂର ହୋଇଥାଏ। ଆଜି ପାଇଁ ଏତିକି। ଜୟ ଜଗନ୍ନାଥ।